ପିଲାମାନେ ତୁମମାନଙ୍କୁ ପିଏମ୍ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ କୁ ସ୍ୱାଗତ। ପିଲାମାନେ ଦଶମ ଶ୍ରେଣୀ ପିଲାମାନଙ୍କର ଅର୍ଦ୍ଧବାର୍ଷିକ ପରୀକ୍ଷା କେତେକ ବିଦ୍ୟାଳୟରେ ଅକ୍ଟୋବର 4 ତାରିଖରେ ଆରମ୍ଭ ହେବାକୁ ଯାଉଥିଲା ବେଳେ ଆଉ କେତେକ ବିଦ୍ୟାଳୟରେ 21 ତାରିଖରେ ଆରମ୍ଭ ହେବାକୁ ଯାଉଛି। ତେଣୁକରି ପିଲା ମନେ ରଖ, ପିଏମ୍ ଟ୍ୟୁଟୋରିଆଲ ପ୍ରତ୍ୟେକ ଦିନ ଦଶମ ଶ୍ରେଣୀ ପିଲାମାନଙ୍କର ଅବଜେକ୍ଟିଭ୍ ଏବଂ ସବଜେକ୍ଟିଭ୍ ପାଟର୍ନର କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ ହେବା ସହିତ ବହୁତ ସାରା ଅର୍ଦ୍ଧବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ତୁମମାନଙ୍କ ପାଇଁ ଅପଲୋଡ଼ ହେବ, ଯେଉଁଗୁଡ଼ିକୁ ତୁମେ ଅଭ୍ୟାସ କଲେ ନିହାତି ଭାବରେ ପରୀକ୍ଷାରେ ଭଲ ମାର୍କ ରଖିପାରିବ। ତେଣୁକରି ପୂର୍ବ ଭିଡ଼ିଓଟି ଯଦି ଦେଖିନଥିବ ତେବେ ଏହି ଭିଡ଼ିଓର ଏଣ୍ଡ ସ୍କ୍ରିନ୍ରେ ପାଇଯିବ। ଆଉ ଯଦି ଚ୍ୟାନେଲରେ ନୂଆ କରିଥିବ ଅନ୍ୟ ସାଙ୍ଗସାଥିମାନଙ୍କୁ ସେୟାର କରିବା ବିଷୟରେ ଜଣାଇବ। ଠିକ୍ ଅଛି ପିଲେ, ଆସ ସମୟ ନଷ୍ଟ କରିବାନି, ଯିବା ଆଜିର କ୍ଲାସ୍ରେ। ପ୍ରଥମେ ଯିବା ଆମର ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ଗଣିତ, ଯେଉଁଟାକି ମ୍ୟାଥମେଟିକ୍ସ ରହିଛି। ମ୍ୟାଥମେଟିକ୍ସର ଗୋଟେ 100% ରିଅଲ୍ କ୍ୱେଶ୍ଚିନ୍ ପାଟର୍ନ ଦେଖିବା, ଯେହେତୁ ତୁମ ଅର୍ଦ୍ଧବାର୍ଷିକ ପରୀକ୍ଷାରେ କେଉଁ ଭଳିଆ ପ୍ରଶ୍ନପତ୍ର ଆସିବାକୁ ଯାଉଛି ଆଉ ତୁମେ ଏବେଠାରୁ ପ୍ରିପାରେସନ୍ କେଉଁ ଭଳି ଭାବରେ କରିବ। ପିଲାମାନେ ତୁମମାନଙ୍କର ଯେଉଁ ଅର୍ଦ୍ଧବାର୍ଷିକ ପରୀକ୍ଷା ହେବ ସେଥିରେ ପ୍ରତ୍ୟେକ ବିଷୟର 100 ମାର୍କର ପ୍ରଶ୍ନ ଆସିବ, ଯେଉଁଥିରେ କି ଅବଜେକ୍ଟିଭ୍ କ୍ୱେଶ୍ଚିନ୍ 50 ମାର୍କର ଆସିବ, ଆଉ ସବୁଥିରେ MCQ ପାଟର୍ନ ନଥିବ, ବୁଝିପାରୁଛ। ତା ବାଦେ ସବଜେକ୍ଟିଭ୍ ପାର୍ଟରେ 50 ମାର୍କର ପ୍ରଶ୍ନ ଆସିବ, ଯେଉଁଥିପାଇଁ କି 1.5 ଘଣ୍ଟାର ସମୟ ଥିବ, ବୁଝିପାରୁଛ ପିଲାମାନେ। ଠିକ୍ ଅଛି ପିଲେ, 1 ନମ୍ବର ଏ ପ୍ରଶ୍ନକୁ ଯିବା। ଦେଖ 1 ନମ୍ବର ଏ ପ୍ରଶ୍ନ ଦେଇଛି ବଜ୍ରଗୁଣନ ପଦ୍ଧତିରେ ସମାଧାନ କର। କ'ଣ କହିଲେ? ବଜ୍ରଗୁଣନ ପଦ୍ଧତିରେ ସମାଧାନ କର। ତା ଅରେ ମଧ୍ୟ ସେଇ ସମାଧାନ ଆସିଛି। ପିଲା ଦେଖ, ତୁମମାନଙ୍କୁ କହି ରଖୁଛି ଆମର ଅନୁଶୀଳନୀ 1B ଯେଉଁ ରହିଛି, ବୁଝିପାରୁଛ। ଅନୁଶୀଳନୀ 1B ଯେଉଁ ରହିଛି ତାର 1 ନମ୍ବର 2 ନମ୍ବର 3 ନମ୍ବର 1 ନମ୍ବର 2 ନମ୍ବର 3 ନମ୍ବର ଯାହା ହେଲେ ପ୍ରଶ୍ନ ଆସିବ ପିଲାମାନେ। 1 ନମ୍ବର 2 ନମ୍ବର 3 ନମ୍ବର ଅନୁଶୀଳନୀ 1B, ତା ଭିତରୁ ଯାହା ହେଲେ ତୁମେ ଗୋଟେ ଗଣିତ ଫେସ୍ କରିବ। ତା ବାଦେ କ୍ରାମରଙ୍କ ନିୟମ ଆଉ 4 ନମ୍ବର ପ୍ରଶ୍ନ ଯେଉଁ ଅଛି ତା ଦେହରୁ ମଧ୍ୟ କ୍ୱେଶ୍ଚିନ୍ ଆସେ, ବୁଝିହେଉଛି। ତେଣୁକରି ଭଲ ଭାବରେ ଯେଉଁଟା କହିଲି ଅପସାରଣରେ କେମିତି ସରଳ ସମୀକରଣ ସମାଧାନ କରାଯାଏ, ବଜ୍ରଗୁଣନ, ପ୍ରତିକଳ୍ପନ, କ୍ରାମରଙ୍କ ନିୟମ, ଆକୁ ଭଲ ଭାବରେ ଅଭ୍ୟାସ କରିକି ଏକ୍ଜାମ୍କୁ ଯିବ, ବୁଝିପାରିଲ। ଏବେଠୁ ବି ଅଭ୍ୟାସ କରିଦିଅ, କାହିଁକିନା ଆନୁଆଲ୍ ପରୀକ୍ଷାରେ ମଧ୍ୟ 1 ନମ୍ବର ସେହି ପ୍ରଶ୍ନ ତୁମେ ହିଁ ପାଇବ, ବୁଝିହେଲା। ତାହେଲେ ଅନୁଶୀଳନୀ 1B ଅରେ ସେଇ 1Bରୁ ହିଁ ଆସୁଛି। ତାପରେ ପିଲା ଦେଖ, ଦୁଇଟି ସଂଖ୍ୟା ମଧ୍ୟରୁ ପ୍ରଥମଟିର 3 ଗୁଣରୁ ଦ୍ୱିତୀୟଟିର 2 ଗୁଣ ବିୟୋଗ କଲେ ବିୟୋଗଫଳ 2 ହେବ। ଆମର ଯେଉଁ ରହିଛି ଧାରାଗଣିତ ସରଳ ସହ ସମୀକରଣ, ତା ଭିତରୁ ମଧ୍ୟ ଏଇ ଟାଇପ୍ର ପ୍ରଶ୍ନ ଆସିବାର ଅଛି, ଦେଖିଲା ପିଲେ। ତାପରେ ପିଲେ ଦେଖ ସ୍ଥାନାଙ୍କ ଜ୍ୟାମିତି। କ'ଣ ପିଲେ? ସ୍ଥାନାଙ୍କ ଜ୍ୟାମିତି। ସ୍ଥାନାଙ୍କ ଜ୍ୟାମିତିକୁ ଭଲ ଭାବରେ ଅଭ୍ୟାସ କରିକି ଯିବ। ଯେମିତିକି ଆମର ସାମନ୍ତରିକ ଚିତ୍ର 4ଟା ବିନ୍ଦୁ ଦେଇଥିବ, ତାହେଲେ ସାମନ୍ତରିକ ଚିତ୍ର ହେଉଛି କି ନାହିଁ ପ୍ରମାଣ କର ସେଇଟା, କି ସମବାହୁ ତ୍ରିଭୁଜ, କି ସମକୋଣୀ ତ୍ରିଭୁଜ, କି ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ, ଏଇ ଟାଇପ୍ର ପ୍ରଶ୍ନ ମଧ୍ୟ ଆସିବ, ବୁଝିହେଉଛି। ତାକୁ ଭଲ ଭାବରେ ଅଭ୍ୟାସ କରିକି ଯିବ। ନହେଲେ ଏଠି ଦେଖ ପିଲେ, ଯେମିତି ତ୍ରିଭୁଜ 3ଟାର ଶୀର୍ଷ ବିନ୍ଦୁ ଦେଇଛି, କ୍ଷେତ୍ରଫଳ ଦେଇଛି, ଏଠି ଗୋଟିଏ x ବାହାର କରିବାକୁ ଦେଇଛି, ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ବୁଝିପାରୁଛ। ଏଠି ଏ ଟାଇପ୍ର ତୁମେ ନିହାତି ଭାବରେ ପ୍ରାକ୍ଟିସ୍ କରିକି ଯିବ। ସରିଲା ପିଲାମାନେ, ନେକ୍ସଟକୁ ଯିବା। ପିଲାମାନେ ଜ୍ୟାମିତିକୁ ଆସିଲି। ଜ୍ୟାମିତିକୁ ଆସିବା ପୂର୍ବରୁ କହି ରଖୁଛି ପିଲାମାନେ, ଆମର ଯେଉଁ ଦ୍ୱିଘାତ ସମୀକରଣ ରହିଛି, ଦ୍ୱିଘାତ ସମୀକରଣ ତାର ଯେଉଁ ପାଟିଗଣିତ ଗୁଡ଼ାକ ଅଛି ତାକୁ ପ୍ରାକ୍ଟିସ୍ କରିବ। ତା ସହିତ ପୂର୍ଣ୍ଣ ବର୍ଗରେ ପରିଣତ କରି ସମାଧାନ କିପରି କରାଯାଏ, ତା ବାଦ ତାର ଯେଉଁ 5 ନମ୍ବରରୁ ଯେଉଁତିକ 20 ନମ୍ବର ଯାଏଁ ଗଣିତ ଅଛି, ବୁଝିପାରୁଛ। 5 ନମ୍ବରରୁ 20 ନମ୍ବର ଯାକେ 4 ନମ୍ବରଟା ତୋର ହେଉଛି ପୂର୍ଣ୍ଣ ବର୍ଗରେ ପରିଣତ କର, 5 ନମ୍ବରଟା ଛାଡ଼ିକି 6 ନମ୍ବର ଠାରୁ 20 ନମ୍ବର ପର୍ଯ୍ୟନ୍ତ ଯେତିକି ଗଣିତ ଅଛି ତାକୁ ଭଲ ଭାବରେ ପ୍ରାକ୍ଟିସ୍ କରିବ। ତା ଉପରୁ ଯାହା ବି ସବୁବେଳେ ପ୍ରଶ୍ନ ଆସେ, ବୁଝିହେଲା। ତାପରେ ଯିବା 4 ନମ୍ବର। ଦେଖ ବେଲେ 4 ନମ୍ବର ଏଇଟା ଦେଖିପାରୁଛ, PA = PB + BC, ଆଉ ଗୋଟେ ତ୍ରିଭୁଜର PQ ସମାନ୍ତରାଳ କି P ବିନ୍ଦୁ QR ସହ ସମାନ୍ତର। ଡିଡକ୍ସନ୍ ବେଲେ ଡିଡକ୍ସନ୍ ବି ଭଲ ଭାବରେ ପ୍ରାକ୍ଟିସ୍ କରିକି ଯିବ। ତା ବାଦ ଦେଖ ପିଲେ ପରିମିତି ଅରେ ପରିମିତି ଆସୁଛି, ତାମାନେ ଗୋଟିଏ ପରିମିତି ଯାହା ବି ହେଲେ ପରୀକ୍ଷାରେ ତୁମର ଆସିବ। ସେଇଭଳି ଭାବରେ କ'ଣ ଏବେଠାରୁ ପ୍ରିପାରେସନ୍ରେ ଲାଗିପଡ଼, ବୁଝିହେଲା। ତ୍ରିକୋଣମିତି ଦେଖ ପିଲେ, କେଉଁ ଟାଇପ୍ର ତ୍ରିକୋଣମିତି ପରୀକ୍ଷାରେ ଆସିବାର ଅଛି। ତେଣୁକରି ପ୍ରଥମ ବିଷୟ ଯାହା ବି କିଛି ତ୍ରିକୋଣମିତି ଅଛି ତାକୁ ମଧ୍ୟ ଏବେଠୁ ଭଲ ଭାବରେ ପ୍ରିପାରେସନ୍ କର। ଅଙ୍କନ ପିଲେ ଦେଖ, ଦେଖିଲ ପିଲେ। ତା ବାଦ ପିଲେ ଉପାଦେୟଟା ସ୍କିପ୍ କରିଯାଇଛି ଏଥିରେ, ବୁଝୁଛି। ଉପାଦେୟ ତୁମର 1 2 ତ ନାହିଁ ଅର୍ଦ୍ଧବାର୍ଷିକ ପରୀକ୍ଷାରେ, ତେଣୁକରି 4 ପରଠାରୁ 4 ଠାରୁ 14 ପର୍ଯ୍ୟନ୍ତ, ପ୍ରାୟତଃ 4 ଠାରୁ 14 ପର୍ଯ୍ୟନ୍ତ, ଆଉ ଖାସ୍ କରି ବୃତ୍ତର ଯେତିକ ଉପାଦେୟ ଅଛି, ବୃତ୍ତର ଯେଉଁ ଯେତିକ ଉପାଦେୟ ଅଛି, ବୃତ୍ତ ଆଉ ଯାହାକୁ ନେଇକି ତାକୁ ଭଲ ଭାବରେ ତୁମେ ଅଭ୍ୟାସ କରିକି ଏକ୍ଜାମ୍କୁ ଯିବ। ଠିକ୍ ଅଛି ପିଲାମାନେ, ସବଜେକ୍ଟିଭ୍ ଦେଖାଇଦେଲି। ଆର ଭିଡ଼ିଓରେ ଆମେ ଅବଜେକ୍ଟିଭ୍ର କ୍ୱେଶ୍ଚିନ୍ ସହ ଆନ୍ସର୍ ସମାଧାନ ଆମେ କରିବା, ଆଉ ତୁମେ ଶିଖିବ କମ୍ ସମୟ ଭିତରେ କେମିତି ସବୁ MCQ କ୍ୱେଶ୍ଚିନ୍କି
ଆଟେଣ୍ଡ କରିପାରିବ। ଠିକ୍ ଅଛି ପିଲାମାନେ, ରହୁଛି ଆଉ ଏକ ଭିଡ଼ିଓରେ ଦେଖା ହେବା।